ଦେଖ ଏବେ ଏଇ କ୍ୱେଶ୍ଚିନ୍ ଆମେ ଗୋଟେ ସର୍ଟ ଟ୍ରିକ୍ କାଢିବା। ସେ ଦେଲା କଣ ନା ସାର୍ a ଇକ୍ୱାଲ ଟୁ 4 2 3 1 ସେ ପଚାରିଲା a ଇନଭର୍ସ କାଢ। ଯେତେବେଳେ ଆମେ ଇନଭର୍ସ କଥା କହୁଥିଲେ ତାହେଲେ ଆମେ କଣ ପ୍ରଥମେ କୋ ଫ୍ୟାକ୍ଟର କାଢୁଥିଲେ, କୋ ଫ୍ୟାକ୍ଟର ପରେ ଆର୍ଜେଣ୍ଟ କାଢୁଥିଲେ। ତ ଏଇଭଳିଆ ପ୍ରୋସେସ ହଉଥିଲା ଯୋଉଟା କି ଆମକୁ ଲେନ୍ଦି ଲାଗୁଥିଲା। ଯୋଉଟା ଟ୍ରିକ୍ କହିବି ସେଇ ଟ୍ରିକ୍ ଦ୍ୱାରା ଆମେ ସବୁ ଜିନିଷ କରିପାରିବା। ଦେଖ ଟ୍ରିକ୍ କଣ ନା ସାର୍ a ଇନଭର୍ସ ମାନେ ଆମେ କେତେ ଜାଣିଛେ ନା ସାର୍ ସୂତ୍ର ହେଲା 1/a ର ଡିଟରମିନାଣ୍ଟ ଇଣ୍ଟୁ ଆର୍ଜେଣ୍ଟ ଅଫ a ଇଣ୍ଟୁ କେତେ ଦେଇଛି ନା a ଦେଇଛି 4 2 3 1 ଦେଇଛି। ତାହେଲେ ଫାର୍ଷ୍ଟ କଥା ମୁଁ ଏହାର ଡିଟରମିନାଣ୍ଟ କାଢିଦିଏ। ତାହେଲେ ଏ ଡିଟରମିନାଣ୍ଟ କେତେ ହବ ନା 4 ମନେ ପକାଅ। ତାହେଲେ 4 କେ 4 ମାଇନସ୍ 3 ଗୁଣେ 6। ତାହେଲେ 4 ମାଇନସ୍ 6 ଇକ୍ୱାଲ କେତେ ହବ -2 ଯିଏକି 0 ସହିତ ସମାନ ନୁହଁ। ତାହେଲେ ମୁଁ କହିପାରିବି ଏ ଇନଭର୍ସଟା ଏକ୍ଜିଷ୍ଟ ହବ। ତାହେଲେ ଏବେ ବର୍ତ୍ତମାନ ଆର୍ଜେଣ୍ଟ ଅଫ a କାଢିବା। ଦେଖ ଆର୍ଜେଣ୍ଟ ଅଫ a ର ଟ୍ରିକ୍ କଣ ନା ଡାଇଗୋନାଲ ଏଲିମେଣ୍ଟ ଗୁଡ଼ିକ ଚେଞ୍ଜ ହବ ଆଉ ଅଦର ଏଲିମେଣ୍ଟ ରେ ମାଇନସ୍ ଟା ଗୁଣା ହବ। ତାହେଲେ 4 ଟା 1 ଜାଗାକୁ ପଳେଇବ, 1 ଟା 4 ଜାଗାକୁ ପଳେଇବ, ମାନେ 1 4 ଆଉ ସବୁଥିରେ ମାଇନସ୍ ଗୁଣା ହେଇଯିବ। ବାସ୍ ତାହେଲେ a ଇନଭର୍ସ କେତେ ହବ ବର୍ତ୍ତମାନ ନା a ଇନଭର୍ସ ହବ 1/a ର ଡିଟରମିନାଣ୍ଟ ମାନେ କେତେ ବାହାରିଛି ନା ସାର୍ -2 ଆଉ ଆର୍ଜେଣ୍ଟ ଅଫ a କେତେ ବାହାରିଛି ନା 1 -2 -3 4। ଆକୁ ଆଉ ଟିକେ ଯଦି ସିମ୍ପ୍ଲିଫାଇ କରିବା ତାହେଲେ କେତେ ହବ ଏଇଟାକୁ ଯଦି ଆ ସହିତ ଗୁଣା ହବ -1/2 এইটাও যদি আর সହିତ গুণিবি তাহলে 1 এইটাও যদি আর সହିତ গুণিবি তাহলে 3/2 এইটাও যদি আর সହିତ গুণিবি তাহলে হবে -2। বাস আনসার। এইভাবে এই কোশ্চেন আসলে তুমি নিজে করবি। ঠিক আছে।